ରାସଗୋବିନ୍ଦପୁର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଭାଙ୍ଗିଲା ବେଆଇନ ଦୋକାନ ଗୃହ ଓ ଅଙ୍ଗନବାଡ଼ି କେନ୍ଦ୍ର। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକର ସଦର ମହକୁମା ରାସଗୋବିନ୍ଦପୁରକୁ ସରକାର ଏନ୍ଏସି ଘୋଷଣା କରିଥିଲେ। ଏପଟେ ଓଡ଼ିଶା ରାଜ୍ୟ ପରିବହନ ନିଗମ ତରଫରୁ ବସ୍ ଟର୍ମିନାଲ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତହସିଲଦାରକୁ ନିବେଦନ ମଧ୍ୟ କରିଥିଲେ। ତେବେ ଏନ୍ଏସି ଘୋଷଣା ହେବା ପରେ ରାସଗୋବିନ୍ଦପୁର ପ୍ରଶାସନ ପକ୍ଷରୁ ନିୟମ ଅନୁଯାୟୀ ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ତେବେ ପୂର୍ବରୁ ସରକାରୀ ଜାଗାରେ ସ୍ଥାନୀୟ ଲୋକେ ଦୋକାନ କରି ଦୀର୍ଘ ବର୍ଷ ଧରି ପରିବାର ପ୍ରତିପୋଷଣ କରି ଚଳୁଥିଲେ। ଏନ୍ଏସି ଘୋଷଣା ପରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ନୋଟିସ୍ ଜାରି କରାଯାଇଥିଲା। ନୋଟିସ୍ ଅନୁସାରେ ଆଜି ପ୍ରଶାସନ ପକ୍ଷରୁ ସରକାରୀ ଜାଗାରେ ଥିବା 15ଟି ଦୋକାନ ଭଙ୍ଗାଯିବା କଥା କହିଛନ୍ତି ଖୋଦ୍ ତହସିଲଦାର। ଜବରଦଖଲ ଉଚ୍ଛେଦ ପରେ ଉକ୍ତ ସ୍ଥାନରେ ବସ୍ଷ୍ଟାଣ୍ଡ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ତେବେ ବଡ଼ କଥା ହେଉଛି ଜବରଦଖଲ ଉଚ୍ଛେଦର ଏକ ମମତା ଗୃହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି। ଉଭୟ ଗୃହକୁ ଭାଙ୍ଗିବା ମାତ୍ରେ ପ୍ରଶାସନ ପକ୍ଷରୁ ରାସଗୋବିନ୍ଦପୁର ସ୍କୁଲରେ ଅସ୍ଥାୟୀ ଭାବେ ମମତା ଗୃହ ଅଙ୍ଗନବାଡ଼ି କେନ୍ଦ୍ର ଚାଲିବ ବୋଲି କହିଛନ୍ତି ତହସିଲଦାର ଉପେନ୍ଦ୍ର ଦାସ। ଯଥାଶୀଘ୍ର ଜାଗା ଚିହ୍ନଟ କରି ନୂତନ ମମତା ଗୃହ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯିବ। ଅପରପକ୍ଷରେ ଦୋକାନୀମାନେ ଅଭିଯୋଗ କରିଛନ୍ତି ଯେ ଉନ୍ନତିମୂଳକ କାର୍ଯ୍ୟ ହେଉ କିନ୍ତୁ ଦୋକାନୀମାନଙ୍କୁ ଥଇଥାନ ନ କରି ଦୋକାନ ଭାଙ୍ଗିବା ଉଚିତ ନୁହଁ। ଆମ ସଂସାର ଏବେ କେମିତି ଚଳାଇବୁ ବୋଲି ସେମାନେ ଓଲଟା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ତେବେ ତହସିଲଦାର ଦୋକାନୀମାନଙ୍କୁ ଥଇଥାନ ବ୍ୟବସ୍ଥା କରିବେ ବୋଲି ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି। ଏପଟେ ତହସିଲଦାରଙ୍କ ଜନହିତକର ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି। ରାସଗୋବିନ୍ଦପୁରରୁ ଶିରୀଷ ମହାନ୍ତିଙ୍କ ରିପୋର୍ଟ, जनता एक्सप्रेस। हेलो दोस्तों, मेरे चैनल को लाइक सब्सक्राइब जरूर करना और जनता एक्सप्रेस देखना ना भूले।